କାହିଁକିନା ଏଆଇଟା ଆପଣ ଗୋଟେ ନର୍ମାଲ ଡିଜାଇନ ଆପଣ କରିକି କୌଣସି ଗୋଟେ ପ୍ରଫେସନାଲ ଜାଗାରେ ଜବ୍ କରିପାରିବେନି। ନୀଳକଣ୍ଠପୁର ସେ ଲେଖିଛି ନୀଳକରିପୁର କେନ୍ଦ୍ରାପଡ଼ା। ଜନ୍ମକୁ ସେ ଠିକ ସେ କ୍ୟାଚ୍ କରିପାରିନି, ଜନ୍ମ ମୃତ୍ୟୁ ତାରିଖ ବି ସେ ସେମିତି କ୍ୟାଚ୍ କରିପାରିନାହିଁ। ଦଶାକର୍ମ 21 ସେ ଆଉ ଗୋଟେ କ'ଣ ଲେଖିଦେଇଛି। ଏକାଦଶ ହଉ ପ୍ରସାଦ ସେବନ ତା 30, 1ରେ କ'ଣ ଗୋଟେ କରିଦେଇଛି, 2027 କରିଦେଇଛି। ହତଭାଗ୍ୟ ପୁତ୍ର ଶାରଦା ନାୟକ, ହିମାଂଶୁ ନାୟକ, ଯୋଗାଯୋଗ ମୋବାଇଲ ନମ୍ବର ଗୁଡ଼ାକ ଭୁଲ ଭାଲ ଦେଇଛି। ଏଆଇରେ ଆମେ ଗୋଟେ ତିଆରି କରିବା ଗଙ୍ଗା କାର୍ଡ ବା ଶୋକ ବାର୍ତ୍ତା। ଏଇ ଯୋଉ ଗଙ୍ଗା କାର୍ଡ ଆମେ ତିଆରି କରିବା, ଏଥିରେ କ'ଣ ପ୍ରମ୍ପ୍ଟ ଆମେ ଦେବା ବା କ'ଣ ଆମେ କମାଣ୍ଡ ଦେବା, କୋଉ ଜିନିଷଟା ଆମେ ଲେଖିଲେ ସେ ଜିନିଷଟା ଏଆଇଟା ତିଆରି କରିବ, ସେ ବିଷୟରେ ମୁଁ ଆପଣଙ୍କୁ ଆଜିର ଭିଡ଼ିଓରେ କହିଦେଉଛି। ଏଇ ଯୋଉ ଜିନିଷଟା ଆପଣ ଦେଖୁଛନ୍ତି, ମାତାଙ୍କ ନାମ ଏଇଆ ରହିଲା, ବାସଭବନ ଏଇଆ ରହିଲା, ଜନ୍ମ ଏତିକି ରହିଲା, ମୃତ୍ୟୁ, ଦଶା, କର୍ମ, ଏକାଦଶ ଏବଂ ପ୍ରସାଦ ସେବନ। ତ ଏଇ ଜିନିଷଟାକୁ ସେ ଏଆଇଟା କେମିତି କ'ଣ ତିଆରି କରୁଛି ସେ ବିଷୟରେ ଆମେ ଏଇ କମାଣ୍ଡ ଆମେ ଦେବା। এইଭଳିଆ ଓଡ଼ିଆରେ ଟାଇପିଂ କରିବା ପାଇଁ ଆପଣ କ'ଣ କରିବେ ନା, ଏଥିରେ ଆକୃତି କାମ କରିବନି, ଏଇଟା ଅନଲାଇନ୍ ଫଣ୍ଟରେ କାମ କରିବେ। ଏଇଟା ହେଉଛି ୟୁନିକୋଡ୍ ଫଣ୍ଟରେ ଆପଣ କାମ କରିବେ। ମୁଁ ଏଠି କହିଦେଉଛି, ଏଠି ଗୋଟେ ନୂଆ ୱିଣ୍ଡୋଜ୍ ଖୋଲିବେ। ତ ଏଇଠି ଲେଖିବେ ଓଡ଼ିଆ ଟାଇପିଂ। ଓଡ଼ିଆ ଟାଇପିଂ ମାରିଲେ ପଳେଇ ଆସିବ। ଉପରେ ଯେଉଁଟା ଅଛି ଇଜି ଓଡ଼ିଆ ଟାଇପିଂ, ଆପଣ ଏଇଥିରେ କରିପାରନ୍ତି କିମ୍ବା ଏଥିରେ ମଧ୍ୟ କରିପାରନ୍ତି। ମୁଁ ଏଇଟାକୁ ଚୁଜ୍ କରୁଛି। ଏଇଟାକୁ ଚୁଜ୍ କରିବା ପରେ ଆପଣଙ୍କର ଏଇ ଜିନିଷଟା ମୁଁ ଏତିକି ଟାଇପ୍ କଲି। ଟାଇପ୍ କଲା ପରେ ଏଠି ଦେଖନ୍ତୁ ମୁଁ କମାଣ୍ଡ କ'ଣ କ'ଣ ଦେଲି। ଠିକ୍ ଅଛି, ଏଇ କମାଣ୍ଡଟା ଦେଲି, ମୁଁ ଡିଟେଲ୍ସ ସବୁ ଲେଖିଦେଲି। ଫଟୋ ପର୍ଯ୍ୟନ୍ତ ମୁଁ ଯୋଗାଡ଼ କରିନି, ମୁଁ ଏତିକି ଡିଟେଲ୍ସ ଲେଖିଦେଲି। ଏଇ ଡିଟେଲ ମାନେ ମୁଁ ଲାଷ୍ଟ ଏତିକି ଲେଖିଦେଲି। ଠିକ୍ ଅଛି, ହତଭାଗ୍ୟ ପୁତ୍ର ଏଇଆ, ଯୋଗାଯୋଗ ନମ୍ବର ଏଇଆ। ତାପରେ କମାଣ୍ଡଟା ଦେଲି, ଏହି ଡିଟେଲ୍ସରେ ଲ୍ୟାଣ୍ଡସ୍କେପ୍ରେ ଏକ ଶୋକ ବାର୍ତ୍ତା ବା ଗଙ୍ଗା କାର୍ଡ ବା ନିମନ୍ତ୍ରଣ ପତ୍ର ଓନ୍ଲି ବ୍ଲାକ୍ରେ ତିଆରି କର। ତାଙ୍କର ଫଟୋ ମୁଁ ଏଠାରେ ପ୍ରଦାନ କଲି। ତ ଏଇ ଜିନିଷଟା ଏଆଇଟା କେମିତି କ'ଣ ତିଆରି କରିବ ସେ ବିଷୟରେ ଆମେ ଦେଖିବା ଏବଂ ସେ କେମିତି କ'ଣ ଜେନେରେଟ୍ କରୁଛି ଆମେ ଦେଖିବା। ତ ଏଇଟାକୁ ମୁଁ ବର୍ତ୍ତମାନ କ'ଣ କରିବି ନା, କପି କରିଦେଉଛି। ସବୁଯାକ ସିଲେକ୍ସନ୍ କଲି, କପି କଲି, ଗୋଟେ ନୂଆ ୱିଣ୍ଡୋଜ୍ ଖୋଲୁଛି। ନୂଆ ୱିଣ୍ଡୋଜ୍ ଖୋଲିଲା ପରେ ମୁଁ ଏଠି ଏଆଇ ମୋଡ଼୍ରେ କ୍ଲିକ୍ କରୁଛି। ଏଆଇ ମୋଡ଼୍ରେ କ୍ଲିକ୍ କରିବା ପରେ ଏଠି ଯେଉଁ ପ୍ଲସ୍ ଚିହ୍ନ ଅଛି, ସେ ପ୍ଲସ୍ ଚିହ୍ନ ଆଣିକି ମୁଁ ଗୋଟେ ଫଟୋଟା ଆଣିବି। ଫଟୋଟାକୁ ଆଣିବା ପାଇଁ ଆଡ୍ ଇମେଜ୍ରେ କ୍ଲିକ୍ କରିବି। ସପୋଜ୍ ମୁଁ ଏଠି ଡେସ୍କଟପ୍ରେ ଗୋଟେ ଫଟୋଟେ ରଖୁଛି। ଫଟୋଟା ନେଟ୍ରୁ ଡାଉନଲୋଡ୍ କରିଛି, ଆପଣ ଯେକୌଣସି ଫଟୋ ଦେଇପାରନ୍ତି। ଆକ୍ଚୁଆଲି ୟାର କେମିତି କ'ଣ ଡିଜାଇନଟା ହେବ ମୁଁ ବି ଏପର୍ଯ୍ୟନ୍ତ ଟ୍ରାଏ କରିନି। ମୁଁ ଏଇଠି ଟୋଟାଲି ଲାଇଭ୍ରେ କରୁଛି। ଏଇଟା କେମିତି କ'ଣ ଡିଜାଇନ୍ ତାର ହେବ ମୁଁ ଆଗରୁ କେବେ ଏଠି ଚେଷ୍ଟା କରିନି। ଏଠି ଓପନ୍ କ୍ଲିକ୍ କରୁଛି, ଫଟୋଟା ଆସିଗଲା। ତ ମୁଁ ଯେଉଁଟା ଟେକ୍ସଟ ଗୁଡ଼ାକ ଡିଟେଲ୍ସ ଦେଇଥିଲି ସେଇଟା ପେଷ୍ଟ କରିଦେଲି। ତାପରେ ମୁଁ ଏଠି କ୍ଲିକ୍ କରିବି। ଏଠି କ୍ଲିକ୍ କରିବା ପରେ ସେ ଗୋଟେ ନାନୋ ବାନାନା ୱେବସାଇଟ୍କୁ ନେଇଯିବ, ସେଇଠି ସେ କ୍ରିଏଟ୍ କରିବ। ଏଠି ମୁଁ କ୍ଲିକ୍ କରୁଛି, ଦେଖିବା ସେ କେମିତି ଏଇଟା ତିଆରି କରୁଛି। ଦେଖନ୍ତୁ ଏଠି ଦେଖେଇଲା, ନା କିଛି ଆସୁନି, এটা গুগল ইমেজରେ କିଛି ଆସୁନି। ଇଟ୍ସ ଲୁକ୍ ଲାଇକ୍ ଦେୟାର ନୋ ରେସ୍ପନ୍ସିବଲ୍ ଆଭେଲ୍ ଫର୍ ଦିସ୍ ସର୍ଚ୍ଚ, ଟ୍ରାଏ ଆସ୍କିଂ ସମଥିଙ୍ଗ ଏଲ୍ସ। ତ ଏଠି ଆମେ ଚାଟ୍ ଜିପିଟିରେ ପଚାରିବା, ଦେଖିବା ଚାଟ୍ ଜିପିଟିରେ CHAT ଚାଟ୍ ଜିପିଟିରେ କ'ଣ ହେଉଛି। ଚାଟ୍ ଜିପିଟିରେ ମୁଁ ଏଠି ଫଟୋ ଆଡ଼୍ କଲି, ଆଡ଼୍ ଏ ଫଟୋ ଅର୍ ଫାଇଲ୍। ଦେଖିବା ଚାଟ୍ ଜିପିଟି କରିପାରୁଛି ନା ନାହିଁ। ଡେସ୍କଟପ୍ରେ କ୍ଲିକ୍ କଲି, ଏଇ ଫଟୋଟା ଆଣୁଛି, ଏଠି ଓପନ୍ କ୍ଲିକ୍ କରୁଛି ଏବଂ ଏଠି ସେଇ ଜିନିଷଟାକୁ ପେଷ୍ଟ କରିଦେଉଛି। ତାପରେ ଏଠି ଅପଲୋଡ଼ରେ ମାରୁଛି। ଅପଲୋଡ଼ ମାରିଲା ପରେ ଦେଖିବା ଚାଟ୍ ଜିପିଟି ମୋତେ ସେ ଜିନିଷଟା କରିକିରି ଦେଇପାରୁଛି ନା ନାହିଁ। ଜେନେରେଟ୍ କରୁଛି, ଆସିଗଲା। କ୍ରିଏଟିଂ ଇମେଜ୍ ସେ ଗୋଟେ କରୁଛି, ଇମେଜ୍ ଗୋଟେ କ୍ରିଏଟ୍ କରୁଛି। ସେ କେଉଁଠୁ ସବୁ ଡାଟା ଫାଟା ଆଣିକିରି କଲେକ୍ସନ୍ କରିକିରି ଏଥିରେ ଯୋଡ଼ିଦେବ। ତ ସେଇ ଜିନିଷଟାକୁ ଇଏ ଗୋଟେ ସ୍ୱତନ୍ତ୍ର ଭାବରେ ଗୋଟେ ମାନେ ଆକୁ ତିଆରି କରାହେଇଛି ଏଆଇଟା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସଟା। ତ ଏଇ ଜିନିଷଟାକୁ ଆମେ ଯେକୌଣସି ଗୋଟେ କମାଣ୍ଡ ଦେବା, ଯେକୌଣସି ପ୍ରମ୍ପ୍ଟ ଦେବା, ସେଟା ହେଇଯିବ। ତ ଏଇଟା ଗୁଗୁଲ ଏଆଇରେ କାହିଁକି ହେଲାନି, ଗୁଗୁଲ ଜେମିନିରେ ବୋଧେ ହେଇଯାଇପାରେ ଅବଶ୍ୟ। ହେଇ ଦେଖନ୍ତୁ, ଏଇଟା ଏମିତି କରିକି ଦେଲା। ଓಂ ଶ୍ରୀ ଶ୍ରୀ ଗଣେଶାୟ ନମ ଶୋକବାର୍ତ୍ତା। ଅତ୍ୟନ୍ତ ଦୁଃଖର ସହ ଜଣାଉଛି ଯେ ଆମ୍ଭର ଅତ୍ୟନ୍ତ ପ୍ରିୟ ମା, ଆମ ପରିବାରର ବରିଷ୍ଠ ସଦସ୍ୟା ହୀରାମଣି ନାୟକ। ଦେଖନ୍ତୁ ବାସଭବନ ମୁଁ ଦେଇଥିଲି ନୀଳକଣ୍ଠପୁର, ସେ ଲେଖିଛି ନୀଳକରିପୁର କେନ୍ଦ୍ରାପଡ଼ା। ଜନ୍ମକୁ ସେ ଠିକ ସେ କ୍ୟାଚ୍ କରିପାରିନି, ଜନ୍ମ ମୃତ୍ୟୁ ତାରିଖ ବି ସେ ସେମିତି କ୍ୟାଚ୍ କରିପାରିନାହିଁ। ଦଶାକର୍ମ 21 ସେ ଆଉ ଗୋଟେ କ'ଣ ଲେଖିଦେଇଛି। ଏକାଦଶ ହଉ ପ୍ରସାଦ ସେବନ ତା 30, 1ରେ କ'ଣ ଗୋଟେ କରିଦେଇଛି, 2027 କରିଦେଇଛି। ହତଭାଗ୍ୟ ପୁତ୍ର ଶାରଦା ନାୟକ, ହିମାଂଶୁ ନାୟକ, ଯୋଗାଯୋଗ ମୋବାଇଲ ନମ୍ବର ଗୁଡ଼ାକ ଭୁଲ ଭାଲ ଦେଇଛି। ତେଣୁ ଓଭରଅଲି ଗୋଟେ ଡିଜାଇନ୍ କରିଥିଲା। ତେଣୁ ଆପଣ ସବୁବେଳେ ଏଆଇ ଉପରେ ଡିପେଣ୍ଡ କରିକି କୌଣସି ଡିଜାଇନ୍ କରିପାରିବେ ନାହିଁ, ଆପଣଙ୍କର ଆଉଟପୁଟ୍ଟା ଠିକ୍ସେ ବାହାରିବ ନାହିଁ। ତେଣୁ ଆପଣ ଫଟୋସପ୍ ଶିଖିବା ଦରକାର ନିହାତି। ଆଉ କୋରେଲର, ପେଜ୍ମେକର ଏଗୁଡ଼ା ସବୁ ନିହାତି ଦରକାର। ଆପଣ ଶିଖନ୍ତୁ, ତାପରେ ଏଆଇଟା ଆପଣ ଶିଖିବେ। କାହିଁକିନା ଏଆଇଟା ଆପଣ ଗୋଟେ ନର୍ମାଲ ଡିଜାଇନ୍ ଆପଣ କରିକି କୌଣସି ଗୋଟେ ପ୍ରଫେସନାଲ ଜାଗାରେ ଜବ୍ କରିପାରିବେନି। ଏଆଇରେ ତ ମାନେ ସବୁ ଡିଜାଇନ୍ ହେଇପାରିବ, କିନ୍ତୁ ଆପଣଙ୍କର କଷ୍ଟମାଇଜ୍ ଡିଜାଇନ୍ ଆପଣ କେବେ ବି କରିପାରିବେ ନାହିଁ। ତେଣୁ एआई रे जदि आप भावुं कि मुझे शिखिकी कौटी गोटे जब करी से आशा
ରଖନ୍ତୁନି। ତେଣୁ ମୁଁ ଯେଉଁ ପେଣ୍ଡ୍ରାଇଭ୍ରେ ଯେଉଁ ଭିଡ଼ିଓ କ୍ଲାସ୍ ଗୁଡ଼ା ଦେଉଛି 64 ଜିବି ପେଣ୍ଡ୍ରାଇଭ୍ରେ ଯେଉଁ ଭିଡ଼ିଓ କ୍ଲାସ୍ ଗୁଡ଼ା ଦେଉଛି ଆପଣ ତାକୁ ନେଇକରି ନିଜେ ନିଜେ ଘରେ ବସିକି ଶିଖିପାରିବେ। ମୁଁ ପୂର୍ବ ଭିଡ଼ିଓରେ ମାନେକରି କହିଛି। ଏଥିରେ ରହିଛି ଫଟୋସପ୍ ଭିଡ଼ିଓ କ୍ଲାସ୍, କୋରେଲ୍ର ଭିଡ଼ିଓ କ୍ଲାସ୍, ପେଜ୍ ମେକର ଭିଡ଼ିଓ କ୍ଲାସ୍ ଏବଂ ୱାର୍ଡ଼, ଏକ୍ସେଲ୍, ପାୱାର ପଏଣ୍ଟର ଭିଡ଼ିଓ କ୍ଲାସ୍। ଏଥିରେ ଆପଣ ନିଜେ ନିଜେ ଶିଖିପାରିବେ କମ୍ପ୍ୟୁଟର। ଯଦି ଆପଣ ସମୟ ଅଭାବରୁ କୌଣସି କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ ଯାଇପାରୁନାହାନ୍ତି, ଯଦି ଆପଣ ଗୋଟେ CSC ସେଣ୍ଟର ଅଛି, ଯଦି ଆପଣଙ୍କର ଗୋଟେ ଜେରକ୍ସ ଦୋକାନ ବି ଅଛି, ଯଦି ଆପଣଙ୍କର ଗୋଟେ ଷ୍ଟୁଡ଼ିଓ ବି ଅଛି ଫଟୋ ଏଡ଼ିଟିଂ କରୁଛନ୍ତି, ତେବେ ଏ ଭିଡ଼ିଓ କ୍ଲାସ୍ ଗୁଡ଼ା ଆପଣଙ୍କର ବହୁତ କାମରେ ଆସିବ। ମୋ ନମ୍ବର ହେଲା 9040460604। ୟାର ଦାମ ରହିବ 700 ଟଙ୍କା। 700 ଟଙ୍କାରେ ଆପଣ ଆକୁ ନେଇକରି ନିଜେ ନିଜେ ଘରେ ବସିକି ଶିଖିପାରିବେ। ମୋ ନମ୍ବର ହେଲା 9040460604।